ଗୁରୁତ୍ୱପୂର୍ଣ୍ଣ ଇସ୍ୟୁରେ ସରକାର ଯଦି ଆପଣଙ୍କର ବିଷୟରେ ଆଲୋଚନା କରିବାକୁ ନ ଦେବ ତାହେଲେ ଗୃହ ସ୍ଥଗିତ କରାଯାଏ। ଆମେ ସବୁ ପ୍ରକାର ଆଲୋଚନା କରିବା ପାଇଁ ମାନେ ପ୍ରସ୍ତୁତ ଅଛୁ। କୌଣସି ଆଲୋଚନା ସେମାନେ କରିବା ପାଇଁ ଚାହୁଁଛନ୍ତି ଆମେ ପ୍ରସ୍ତୁତ। ତାହେଲେ ଗୃହର ହଟ୍ଟଗୋଳର ଆବଶ୍ୟକତା ମନେକର ଆମେ ଚାହୁଁନଥାନ୍ତୁ ଆଲୋଚନା କରି ବିଧାନସଭାଟା କଣ ପାଇଁ ଅଛି ଆଲୋଚନା ପାଇଁ। ସେମାନେ ଯଦି କୌଣସି ବିଷୟରେ ଆଲୋଚନା ଚାହୁଁଛନ୍ତି ଏବଂ ଆମେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ନଥାନ୍ତୁ ତାହେଲେ ହଟ୍ଟଗୋଳର ଆବଶ୍ୟକତା ଅଛି। କିନ୍ତୁ ଆମେ ସେମାନଙ୍କର ସମସ୍ତ ବିଷୟ ଆଲୋଚନା କରିବା ପାଇଁ ପ୍ରସ୍ତୁତ। ଆଜ୍ଞା ଏମିତି ସମସାମୟିକ ଘଟଣା ଗୁଡାକ ଘଟୁଥାଏ, ଘଟଣା ଘଟେନି। ଚାରି କୋଟିର ରାଜ୍ୟ ଘଟଣା କଣ ଘଟିବନି, ଘଟଣା ଘଟିବନି ବୋଲି କଣ ତାକୁ ଆମେ ଛାଡିଦେଲୁ? ଯିଏ ଘଟଣାଟା ଘଟେଇଲା, ଯିଏ ଚୋରି କଲା, ଯିଏ ଡକାୟତି କଲା, ଯିଏ କଣ ଗୋଟେ ଅପରାଧ କଲା ତାକୁ ସରକାର କ୍ଷମା ଦେଇଦେଲେ ଛାଡିଦେଲେ ତାହେଲେ ତମେ କହ କି ନାଇଁ ସରକାର ଏଥିରେ ସମ୍ପୃକ୍ତ ଥିବାରୁ ଆମେ ଆନ୍ଦୋଳନ କରୁଛୁ। ସରକାର ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। କଣ କଂଗ୍ରେସ ସମୟରେ ଚୋରି ନଥିଲା, ଡକାୟତି ନଥିଲା କି ବିଜେଡି ସମୟରେ ଚୋରି ଡକାୟତି ନଥିଲା? ବିଜେଡିର ତ ନେତା ମାନେ ନିଜେ ପ୍ରକାର ମାନେ ହତ୍ୟାକାଣ୍ଡରେ ସମ୍ପୃକ୍ତ। ମାହାଙ୍ଗା ତିନିଟା ମର୍ଡରରେ ଜଣେ ଲୋକ ସମ୍ପୃକ୍ତ। ତାଙ୍କର କି ମିଶ୍ର ଗୋଟେ ଯୋଉ କଳାହାଣ୍ଡି ଜିଲ୍ଲାରୁ ଆସୁଛନ୍ତି ସେ ହତ୍ୟାକାଣ୍ଡରେ ସମ୍ପୃକ୍ତ। ତାଙ୍କର ପୂର୍ବତନ ଏମଏଲଏ ମାନେ ଯଦି ସେମାନେ ଆମର ଦଳର କିଏ ଯଦି କୌଣସି ଘଟଣାରେ ସମ୍ପୃକ୍ତ ଏବଂ ଆମେ ଦଳର ଲୋକମାନଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହୁଁ ତାହେଲେ ଘଟଣା ତ ଘଟିବ। ଆମେ କଣ ପୁରା ଆମେ କହୁଛୁ କି ଆମେ ପୁରା ସମ୍ପୂର୍ଣ୍ଣ କ୍ରାଇମ ମୁକ୍ତ ଓଡିଶା କରିଦେଲୁ? କ୍ରାଇମ ମୁକ୍ତ ଓଡିଶା କରିବା କଥା, କିନ୍ତୁ ଏଇ 24 ବର୍ଷରେ ତ କ୍ରାଇମ ବଢିଛି ନା, ତାଙ୍କର 24 ବର୍ଷରେ ବ୍ୟତୀତ ଏବଂ ସବୁ କ୍ରାଇମ ପଛରେ ସେମାନଙ୍କ ଲୋକ ଯେତେ ବିଲ୍ଡର ତାଙ୍କର, ଯେତେ ଅପରାଧୀ ମୂଳକ କାମ କରୁଥିବା ଲୋକ ତାଙ୍କର। ତ ଏଇଠି ପ୍ରଶ୍ନ କୋଉଠି ଉଠିଲା? ସମ୍ବଲପୁରରେ ବି ତ ତାଙ୍କର ଲୋକ ଅପରାଧ କରୁଥିଲେ ନା, ଏବେ ଚୁପଚାପ ଅଛନ୍ତି। ଯୋଉଟା ଡରିକିରି ହଉ କି ମାନିକିରି ହଉ, ଆଇନକୁ ମାନିକିରି ତାଙ୍କ ଲୋକ ଆଉ ଅପରାଧ କରୁଛନ୍ତି।